କାନ୍ଥରେ ରଙ୍ଗ ଆଙ୍କିବା, ବାହାଘରର ଇମେଜ୍ ପ୍ରିପାରେସନ୍ କରିବା, ଚିତ୍ର ଅଙ୍କଲ ଆସିକି ରଙ୍ଗ କରିବା, ଡ୍ରଇଂ କରିବା କାନ୍ଥରେ, ବାରିକ ଅଙ୍କଲ ଆସିକି ଭାଇର ନଖକୁ କାଟିବା, ଅଳତା ଲଗାଇବା, ଏସବୁ ପ୍ରତୀକ ନା ବାହାଘରର ପ୍ରତୀକ। ହଁ ଠିକ୍ କହିଛନ୍ତି। ମେ 7 ତାରିଖ 2026 ମୋ ଭାଇର ବାହାଘର ଥିଲା। ଏଇ ଭିତରେ ଗୋଟେ ମାସ ପୁରିଗଲାଣି। ଏତେ ସୁନ୍ଦର ଥିଲା ସେ ଦିନ। ବାହାଘର ଟାଇମ୍ରେ କି ଟିକେ ମାହୋଲଟା ବଢ଼ିଆ ଲାଗେ। ସେ ଝିଅ ହଉ କି ପୁଅ ହଉ, ବାହାଘରର ମାହୋଲ ମାନେ ଘରେ ଟିକେ ଅଲଗା ପ୍ରକାର ଥିବେ। କେତେ ପ୍ରକାରର ମାନେ ସବୁ ଲୋକ ଆସିଥିବେ, କୁଣିଆ ମୈତ୍ର କେତେ ଆସିଥିବେ, କେତେ ମଜା ମସ୍ତି ସବୁ କେତେ ଚାଲିଥିଲା। ହଳଦୀ ସେରିମନି ହେଇଥିଲା ସେଦିନ ମୋ ଭାଇର। ସମସ୍ତେ ମିଶିକି ତାକୁ ଚିଡ଼େଇଥିଲେ, ହଳଦୀ ଲଗେଇ ଦେଇଥିଲେ। ଏକଲତା ଭାଇ ମୋର, ଆଉ ସାନ ଭାଇ ବାହା ହେଉଛି, ହଳଦୀ ଲଗାଉଛି। ମାଆର ମମିକା ଲାଡଲା। ପ୍ରିପାରେସନ୍ ଚାଲିଥିଲା ତାର ହଳଦୀ ସେରିମନି। ପୁଣି ସନ୍ଧ୍ୟାବେଳକୁ ବରଯାତ୍ରୀ ଯିବା, ପ୍ରୋସେସନ୍ ହବା, କେତେ ସୁନ୍ଦର ମଜା ଲାଗୁଥିଲା। ମନେ ପଡ଼ିଯାଉଛି ସେଦିନର କଥା, ମଜାମସ୍ତି। ବାହାଘରରେ ଝିଅର ଲାଇଫ୍ ବି ଚେଞ୍ଜ ହେଇଯାଏ। ଝିଅ ବି ଯେମିତି ଅଲିଅଳିରେ ବଢ଼ିଥାଏ, ବାହାଘର ପରେ ତାର ଅଲଗା ଲାଇଫଷ୍ଟାଇଲ୍ ଚେଞ୍ଜ ହେଇଯାଏ। ସମସ୍ତଙ୍କ ମନ ନେଇକି ଚଳେ। ମୋ ଭାଉଜଟି ବହୁତ ସୁନ୍ଦର ସାନ ଭାଉଜ, ବହୁତ ଅଲିଅଳିରେ ବଢ଼ିଥିଲା। ଏବେ ଘରେ ବଡ଼ ଭାଉଜ ହେଲା। କହିଲି ବଡ଼ ବୋହୂ ହେଲା। ମୋର ବି ସେଇ ସାନ ଭାଉଜ ହେଇକି ହିଁ ରହିଛି। ସୁନ୍ଦର ସରଳ ଝିଅଟିଏ, ଭଗବାନ କରନ୍ତୁ ଭଲରେ ରହୁ। ଆଉ ପୁଅମାନଙ୍କର ଜୀବନ ବି କିଛି କମ୍ ନୁହଁ। ଲାଇଫ୍ରେ ଆୱାରା ଲାଇଫ୍କୁ ବିତାଉଥିବା ପୁଅମାନେ ଯେତେବେଳେ ଜିମ୍ମେଦାରୀ ହେଇଯାଆନ୍ତି, ଅନ୍ୟ କେଉଁ ଝିଅର ସିନ୍ଥିରେ ସିନ୍ଦୁରକୁ ଭରନ୍ତି, ସେମାନଙ୍କ ଭିତରେ ବି ସେଇ ଦିନ ସେଇ ବେଦୀରେ ଜିମ୍ମେଦାରୀ ପୁଣି ଆସିଯାଇଥାଏ, କୋଉଠି ନା କୋଉଠି ଆସିଥାଏ। ଆମର କ'ଣ ଅଛି, ଆମେ ତ ବରଯାତ୍ରୀ ବାହାଘର ଭୋଜି ଖାଇକି ଆମେ ପଳେଇ ଆସିବା। କିନ୍ତୁ ଯୋଉମାନେ ବାହା ହଉଥିବେ ସେମାନଙ୍କୁ ହିଁ ଲାଗୁଥିବ କ'ଣ ମଜା। ଯଦି ପଚାରିବ ମୁଁ ଗୋଟିଏ ପଦରେ ଉତ୍ତର ଦେବି, ଯେତେ ଯାହା କହ ପଛେ ବଉଳ, ବାହା ହବା ଅଭିଶାପ। ଝିଅମାନଙ୍କ ପାଇଁ ନୁହଁ, ବହୁତ ପୁଅଙ୍କ ପାଇଁ ବି। ସେତେବେଳେ ବୁଝାମଣା ଆଉ ଭଲ ପାଇବା ରଖିକି ଚାଲିଲେ କିଛି ଅଭିଶାପ ନୁହଁ, ବାହାଘରଟା ପୁରା ଆଶୀର୍ବାଦ ହିଁ ହେଇଯାଏ। ଜଗନ୍ନାଥ ମୋ ଭାଇ ଭାଉଜଙ୍କୁ ସବୁ ଖୁସି ଦିଅନ୍ତୁ।